ଗୋଟେ ପିଲା ଗତ କିଛି ଦିନ ହେଲା ଗୋମାତାଙ୍କୁ ଭାରି କଦର୍ଯ୍ୟ କରି କହୁଥିଲା, ଗାଈ ବିଷୟରେ ତୁଚ୍ଛା କରି କହୁଥିଲା, ଗୋମାଂସକୁ ଲାଇଭ୍ ଭିଡ଼ିଓରେ ଖାଉଥିଲା, ଏସବୁ ଚଲେଇଥିଲା। କିନ୍ତୁ ଆଜି ଯେଉଁ କଥା ସେ କହୁଛି ଆପଣ ଟିକେ ଦେଖନ୍ତୁ ସେ ଭିଡ଼ିଓ। ତମର ଧର୍ମଶାସ୍ତ୍ରରେ ଲେଖା ହେଇଛି ଯେ କୃଷ୍ଣ ଜଣେ ରେପିଷ୍ଟ ଥିଲେ, यानी कि ବଳାତ୍କାରୀ ଥିଲେ। ଆରେ ଭାଇ, କୋଉ ଦେବ ଦେବତା ଏଇଭଳିଆ ହରକତ କାମ କରିବ? ଯିଏ ଜଗତର ଭଗବାନ ସେ ତ ସେଇଭଳିଆ କାମ କରିବନି। ହେଲେ ଜଣେ ଗୋବର୍ଦ୍ଧନ ପାହାଡ଼ ଉଠେଇଲେ ଆଉ ସେ କେମିତି ଗୋଟେ ଝିଅକୁ ରେପ୍ କରିବ ୟାର? ତମର ତ ହିନ୍ଦୁ ଧର୍ମଶାସ୍ତ୍ରରେ ମଧ୍ୟ ୟା ବି ଲେଖା ହେଇଛି ଯେ ଶ୍ରୀକୃଷ୍ଣ ଜଣେ ଗାଧୋଉଥିବା ଝିଅମାନଙ୍କୁ, ନଙ୍ଗଳା ହେଇଥିବା ଝିଅମାନଙ୍କୁ ଲୁଚି ଲୁଚି ଦେଖୁଥିଲେ। ଏଇଟା କ'ଣ ସେ ଭଗବାନ ଏଇଭଳିଆ କରନ୍ତି? ଭାବନ୍ତୁ, ଗୋଟେ ହିନ୍ଦୁ ଖ୍ରୀଷ୍ଟିଆନ ହେଲା ପରେ ତାର ପରିସ୍ଥିତି କ'ଣ ହୁଏ। ଗୋଟେ ହିନ୍ଦୁ ଯେତେବେଳେ ଖ୍ରୀଷ୍ଟିଆନିଟିକୁ ଚାଲିଯାଏ ସେ ଏତେ ଏକ୍ସଟ୍ରିମିଷ୍ଟ ହେଇଯାଏ ଯେ କୌଣସି ଧର୍ମର, କୌଣସି ଭଗବାନଙ୍କୁ, କୌଣସି ଆରାଧ୍ୟଙ୍କୁ ସେ ଏଭଳି ନିନ୍ଦା କରିବାକୁ ବି ପଛାଏନି। କେଉଁ ଗ୍ରନ୍ଥରେ ତୁ ପଢ଼ିଛୁ ବାବା? କେଉଁ ଧର୍ମ ଗ୍ରନ୍ଥରେ ପଢ଼ିଛୁ ଭଗବାନ କୃଷ୍ଣଙ୍କ ବିଷୟରେ ଏମିତି? ବ୍ରହ୍ମାଙ୍କ ବିଷୟରେ କେଉଁଠି ତୁ ପଢ଼ିଛୁ? କେଉଁ ଜାଗାରେ ଧର୍ମ ଗ୍ରନ୍ଥରେ ଲେଖା ହେଇଛି? କେଉଁ ଶାସ୍ତ୍ରରେ ଲେଖା ହେଇଛି ମୋତେ ବୁଝା। ଆ ଉପରେ ଯଦି ଆମେ କେସ୍ କରିବାକୁ ଯିବା, ଆଙ୍କ ପାଇଁ ଲଢ଼ିବା ପାଇଁ କପିଲ ସିବଲ ଭଳିଆ ଲୋକ ବାହାରି ପଡ଼ିବେ। ହିନ୍ଦୁ ଧର୍ମ ବିରୁଦ୍ଧରେ, ରାମ ମନ୍ଦିର ବିରୁଦ୍ଧରେ ଯେତେ ବି ଓକିଲ ଲଢ଼ୁଥିଲେ ସବୁ ହିନ୍ଦୁ ଗୁଡ଼ାଏ ଥିଲେ। ପ୍ରୋବ୍ଲେମ୍ ଏଇଆ, ଏ ପିଲାଟି ଯେଉଁ କଥାଟା କହୁଛି, ଥରେ ଗୋଟେ କେସ୍ ଖାଇଦେଲା, ଗୋମାତାଙ୍କ ବିଷୟରେ କହୁଥିଲା, ଗୋରୁ ମାଂସ ଖାଉଥିଲା, ଆଉ ଗୋଟେ କେସ୍ ଏବେ ଯଦି ଖାଇଯିବ ସାଇଟ୍ ହେଇଯିବ। ମୋ ମତରେ ଏ ଭିଡ଼ିଓଟି ଯେପର୍ଯ୍ୟନ୍ତ ପହଞ୍ଚୁଛି, ହିନ୍ଦୁ ଜାଗରଣ ମଞ୍ଚ ହୁଅନ୍ତୁ ବା ଯେତେ ବି ହିନ୍ଦୁ ଜାଗରଣର କାର୍ଯ୍ୟ କରୁଥିବା ଲୋକମାନେ ଅଛନ୍ତି, ସେମାନଙ୍କୁ ଅନୁରୋଧ ଆଉ ଉପରେ ପୁଣି ଗୋଟେ ଏଫଆଇଆର୍ ଦିଅନ୍ତୁ ଏଇ ଭିଡ଼ିଓ ଉପରେ। ମୁଁ ଲିଙ୍କ୍, ଏଇ ଯେଉଁ ଭିଡ଼ିଓର ଲିଙ୍କ୍ ବି ମୁଁ ଆପଣଙ୍କୁ କମେଣ୍ଟ ସେକ୍ସନରେ ସେୟାର କରିଦେବି। ଆପଣ ଦୟାକରି ଆ ବିଷୟରେ ଗୋଟେ କେସ୍ ଫାଇଲ୍ କରନ୍ତୁ।